ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ମାତ୍ର 3 ଥର ପଢ଼ିବା ମାତ୍ରେ ଗ୍ୟାରେଣ୍ଟି ଦେଉଛି ସୁନ୍ଦରୀରୁ ସୁନ୍ଦରୀ ଝିଅ ପଟିଯିବ, ସୁନ୍ଦରୀ ଭାଉଜ ପଟିଯିବ। 5 ମିନିଟ୍ରେ ତୁମ ପାଖକୁ ଆସିବ, ଯାହା ଚାହିଁବେ ତାହା କରିବ। କେବଳ ଆପଣଙ୍କୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜି ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଏହି ମନ୍ତ୍ରକୁ ପାଠ କରିବେ, ସିଏ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ, ଯାହା ଚାହିଁବେ ତାହା କରିବ। ଏହି ମନ୍ତ୍ର ଏତେ ଶକ୍ତିଶାଳୀ କି ସେ ଝିଅ ବା ନାରୀ ରାତି ଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ, ଆପଣଙ୍କୁ ଛାଡ଼ି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର ଶିଖେଇବି। ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସେ ଝିଅ କିପରି ନିଜେ ଆସି ଆପଣଙ୍କ ସହିତ କଥା ହେବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ସେ ନାରୀ ନିଜେ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ ବିଧିକୁ କେହି ବି ଅତି ସହଜରେ କରିପାରିବେ। ନିଜ ପ୍ରେମକୁ ପାଇବା ପାଇଁ, ସୁନ୍ଦରୀରୁ ସୁନ୍ଦରୀ ଝିଅ ପଟେଇବା ପାଇଁ କିମ୍ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ ଆପଣ ଏହି ମନ୍ତ୍ରକୁ ପାଠ କରିପାରିବେ। ଏହି ମନ୍ତ୍ର ଏତେ ଶକ୍ତିଶାଳୀ କି ଯିଏ ବି ଏହି ମନ୍ତ୍ରକୁ ପଢ଼ିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ି ଦିଅନ୍ତୁ। ତାପରେ ଦେଖିବେ ସେ ଝିଅ ବା ନାରୀ ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇଶାରାରେ ନାଚିବ। ଆପଣ ତାକୁ ଯାହା କହିବେ ସିଏ କରିବ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଆପଣଙ୍କ ସହିତ କଥା ହେଉନି, ଅନ୍ୟ କାହାକୁ ଭଲ ପାଉଛି, ଅନ୍ୟ କାହା ସହିତ କଥା ହେଉଛି, ଆଉ ଆପଣ ସେ ଝିଅକୁ ପାଇବାକୁ ଚାହୁଁଛନ୍ତି, ତେବେ ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ପଢ଼ି ଦିଅନ୍ତୁ। ସେ ଝିଅ ରାତି ଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ, ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ତେଣୁ ଆପଣ ବି ଗୋଟିଏ ଥର କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀ ଉପରେ ଏହି ମନ୍ତ୍ରକୁ ପାଠ କରିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ, କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କହିବେ ଆପଣଙ୍କର ମନ୍ତ୍ର କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାହାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅକୁ ଚାହିଁବେ ପଟେଇ ପାରିବେ, ସୁନ୍ଦରୀ ଭାଉଜକୁ ପଟେଇ ପାରିବେ, ତାଠାରୁ
ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ମନ୍ତ୍ରକୁ ପାଠ କରିବେନି। କାହିଁକି ନା ଏହି ମନ୍ତ୍ରର କୌଣସି ପ୍ରକାର କାଟ ନାହିଁ। ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ମନ୍ତ୍ରକୁ ପଢ଼ିଦେବେ ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ, ଆପଣଙ୍କୁ ନ ଦେଖି ରହିପାରିବନି। କେବଳ ଆପଣଙ୍କୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। କିପରି ଆପଣ ଏହି ମନ୍ତ୍ର ପଢ଼ିବେ ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ। ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କର ଘର ପରିବାର ଉପରେ ଖରାପ ନଜର ପକାଉଛି, ଆଉ ଆପଣ ଚାହିଁକି ବି ତାର କିଛି କରିପାରୁନାହାନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। କାରଣ କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ପଇସାରେ ଆଉ ଶକ୍ତିରେ ଆମଠାରୁ ବଳବାନ ହେଇଥାଏ, ଆଉ ଆମେ ଚାହିଁକି ବି ତାର କିଛି କରିପାରୁନାହୁଁ। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ, ଝିଅ ପଟେଇ ପାରିବେ, ଶତ୍ରୁକୁ ହାତ ମୁଠାରେ ରଖିପାରିବେ। ଏଥିପାଇଁ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର ନେଇ ଆସିଛି। ଯଦି ଆପଣ ଏହି ମନ୍ତ୍ରକୁ ପଢ଼ିଦେବେ ମୁଁ ଆପଣଙ୍କୁ ଯେମିତି କହିବି ଆପଣ ଠିକ୍ ସେହିପରି ଏହି ବଶୀକରଣ କରିଦେବେ, ତେବେ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ପଟେଇ ପାରିବେ। କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାହାର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର, ଗୁରୁବାର ଆଉ ଶନିବାର ଦିନ କରିପାରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ଯେଉଁ ଝିଅ ବା ନାରୀକୁ ଆପଣ ପଟେଇବାକୁ ଚାହୁଁଛନ୍ତି ତାକୁ ମନରେ ଭାବିକି ଏହି ବଶୀକରଣ ଆରମ୍ଭ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ନିଜର ବିଛଣା ଉପରେ ବସିକି ଏହି ବଶୀକରଣ କରିବେ। ପ୍ରଥମେ ଆପଣ କ'ଣ କରିବେ, ହାତ ଗୋଡ଼ ଧୋଇକି ବିଛଣା ଉପରେ ବସି ପଡ଼ିବେ। ତାପରେ ଆଖି ବନ୍ଦ କରିକି ସେହି ଝିଅ ବା ନାରୀକୁ ମନେ ମନେ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ 5 ଥର ଝିଅର ନାମ କହିବେ। ତାପରେ ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ ଏହିପରି ମନ୍ତ୍ରକୁ 3 ଥର ପଢ଼ିଦେବେ। ପ୍ରଥମେ ଆପଣ ଝିଅର ନାମ 5 ଥର କହିବେ। ତାପରେ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ 3 ଥର ପଢ଼ିବେ। ଏତିକି କରିସାରିବା ପରେ ଆପଣ ଶୋଇପଡ଼ିବେ। ରାତି ସାରା ସେ ଝିଅ ବା ନାରୀ ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।